ହେଲ୍ ମାରିଲା ସରକାରଙ୍କର ଜିରୋ କାଜୁଆଲିଟି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରଭାବିତ ହୋଇଥିବା ଜଳକା ନଦୀରେ ବନ୍ୟା ବିଭୀଷିକା ଦେଖିବା ପରେ ଅଞ୍ଚଳକୁ ନେଇକି ବନ୍ୟାକୁ ନେଇକି ପ୍ରଶାସନ ପକ୍ଷରୁ ଡିମଡିମା ପିଟା ଯାଉଥିଲା। ବନ୍ୟାକୁ ନେଇକି ସଜାଗ ଅଛନ୍ତି, ସତର୍କ ଅଛନ୍ତି ଏବଂ ତତ୍ପର ଅଛନ୍ତି। ବାସ୍ତବରେ ଏ କଥାଟି ସମ୍ପୂର୍ଣ୍ଣ ଭାବରେ କ୍ୟାମେରା ଆଗରେ ସତ ରହିଥିବା ବେଳେ ବାସ୍ତବରେ ଏହା ସଠିକ୍ ନାହିଁ। ଯାହା ଚିତ୍ର ଆଜି ସକାଳୁ ଦେଖିବାକୁ ମିଳିଛି, ବସ୍ତା ବ୍ଲକର ବାସୁଚକରି ପଞ୍ଚାୟତ ପରିସରରେ ଥିବା ଏକ ନଦୀରେ ଏର୍ଦା ପଞ୍ଚାୟତର କାଳନ୍ଦା ଗାଁରେ ଏକ ଯୁବକ ଗତକାଲି ସନ୍ଧ୍ୟାରେ ହାଟ କରିବାକୁ ଆସି ନିଖୋଜ ହୋଇଯାଇଥିଲେ। ତେବେ ଉକ୍ତ ଯୁବକର ନିଖୋଜର ଖବର ପ୍ରଶାସନ ପାଖରେ କୌଣସି ନଥିବା ବେଳେ ଆଜି ସକାଳେ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ଅଞ୍ଚଳକୁ ଆସିବା ପରେ କୌଣସି ଲୋକଙ୍କ ପାଖରୁ ସୂଚନା ପାଇ ପ୍ରଶାସନକୁ ଖବର ଦିଆଯାଇଥିଲା। ତେବେ ଗଣମାଧ୍ୟମର ହସ୍ତକ୍ଷେପ ପରେ ଅଗ୍ନିଶମ ବିଭାଗ ବସ୍ତା ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ 2 ଘଣ୍ଟା ଧରି ଖୋଜାଖୋଜି ପରେ ଉକ୍ତ ଯୁବକର ମୃତଦେହକୁ ନିକଟ ନଦୀରୁ ଉଦ୍ଧାର କରାଯାଇଛି। ତେବେ ଘଟଣା ବାବଦରେ ଆମ ସହ ଅଛନ୍ତି ଏର୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବାଜୀ ମଧ୍ୟ ତାଙ୍କୁ ସବୁ ବୁଝିବା ବାସ୍ତବରେ ପ୍ରଶାସନ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ କେତେ ତତ୍ପର ଅଛି, କେତେ ସଜାଗ ଅଛି। କ୍ୟାମେରା ଆଗରେ କହୁଛନ୍ତି ଆମେ ତତ୍ପର ଅଛୁ, ଆମେ ସଜାଗ ଅଛୁ, ଆମେ ସତର୍କ ରହିଛୁ। ବାସ୍ତବରେ ଏହା ସତ ନା କ୍ୟାମେରା ଆଗରେ ଖାଲି କୁହାଯାଉଛି? ବାସ୍ତବରେ ଏଇ ଯୋଉ ସରକାର କହୁଛନ୍ତି ଆମେ ତତ୍ପର ଅଛେ, ସଜାଗ ଅଛେ, ସତର୍କ ଅଛେ, ଏହା ସମ୍ପୂର୍ଣ୍ଣ ମିଛ। ମୋର ଦୀର୍ଘ 10 ବର୍ଷର ସରପଞ୍ଚ କ୍ୟାରିୟର ଭିତରେ, ମୋର ଟେନିୟର ଭିତରେ ମୁଁ ଯେତିକି ଦେଖିଥିଲି, ପୂର୍ବ ସରକାର ଯେତିକି ସଜାଗ ଥିଲେ, ଜିରୋ କାଜୁଆଲିଟିକି ଗୁରୁତ୍ୱ ଦେଉଥିଲେ, ସାଧାରଣ ଲୋକର ଗୋଟେ ଜୀବନକୁ ସେ ନିଜର ଜୀବନ ସହିତ ମାନୁଥିଲେ। ଏଠି ସେୟା କିଛି ନାହିଁ। ଏଠି ଖାଲି କେବଳ ପ୍ରହସନ ଚାଲିଛି। କେବଳ ପ୍ରଶାସନ ଏବଂ ପୁଲିସ ସମସ୍ତେ ଏଠି ଶାସକ ଦଳର ଗୋଟେ ଗୋଟେ ଦଲାଲ ସାଜିଛନ୍ତି। କେବଳ ଟିଭିରେ ବାହାରୁଛନ୍ତି, ନ୍ୟୁଜରେ ବାହାରୁଛନ୍ତି, କିନ୍ତୁ ଗ୍ରାସରୁଟରେ ତୃଣମୂଳ ସ୍ତରରେ ଏବଂ ଲୋକଙ୍କ ପାଖରେ କିଛି ବି ନାହିଁ। ଆମକୁ କାଲିଠୁ କୁହାଯାଉଛି ଲୋକଙ୍କୁ ତମେ ସ୍କୁଲକୁ ନିଅ, ଖାଇତେ ଦିଅ, କିଛି ତାର ଗୋଟେ ବାସ୍ତବତା ନାହିଁ। କହିବା କରିବା ଭିତରେ କିଛି ବାସ୍ତବତା ନାହିଁ। ଆଜି ଗୋଟେ ଲୋକକୁ 2 ଘଣ୍ଟା ଖୋଜା ଚାଲିଛି। ସକାଳ 8ଟା ପାଖରୁ ଆପଣମାନଙ୍କ ମାଧ୍ୟମରେ ମୁଁ ଖବର ପାଇଲା ପରେ, ମାନ୍ୟବର ବିଧାୟିକାଙ୍କ ପାଖରୁ ଖବର ପାଇଲା ପରେ ଏଠି ପହଞ୍ଚି ଧନ୍ୟବାଦ ଦେବି ଗଣମାଧ୍ୟମ ପ୍ରତିନିଧି। ସେମାନେ ନିଜକୁ ନିଜର ଭାଇ ବୋଲି ଭାବିକି ସେ ଲୋକଟାକୁ ଖୋଜିବାରେ ଏତେ ସମୟ ପର୍ଯ୍ୟନ୍ତ ଅଖିଆ ଅପିଆ ଠିଆ ହେଇଛନ୍ତି। ଏନଡିଆରଏଫ ଟିମକୁ ସହଯୋଗ କରିଛନ୍ତି ଏବଂ 2 ଘଣ୍ଟା ଖୋଜିବା ପରେ ପ୍ରାୟ ଅଧଘଣ୍ଟେ ପାଖାପାଖି ହେଲା ତା ଡେଡ୍ ବଡି ମିଳିଲାଣି। କିନ୍ତୁ ନା ପ୍ରଶାସନ ନା କାହାର ଏଠି ଦେଖା ଅଛି। ସମସ୍ତେ ଖାଲି ଫୋନରେ କଥା ହଉଛନ୍ତି, କିନ୍ତୁ କାହାରି ଦେଖା ନାହିଁ। ଖାଲି କୁମ୍ଭୀର କାନ୍ଦଣା ଚାଲିଛି। ଜିରୋ କାଜୁଆଲିଟିର କିଛି ଏଠି ମାନେ ହିଁ ନାହିଁ। ଆଉ ଗୋଟେ କଥା ଆପଣଙ୍କ ପାଖକୁ ଜାଣିବା ପାଇଁ ଚାହୁଁଛି, ଏଇ ଯୋଉ ଆପଣଙ୍କର ଚକୁରାଇରୁ ଯୋଉ ଏର୍ଦା